ଅଦିନିଆ ବର୍ଷା ଚାଷୀ କୂଳକୁ ହତାଶ କରିଛି। ସେଥିପାଇଁ ଚାଷୀମାନେ ବର୍ତ୍ତମାନ ଚିନ୍ତାରେ ଅଛନ୍ତି କିପରି କ୍ଷତିପୂରଣ ପାଇବେ ଏବଂ ଧାନକୁ ମଣ୍ଡିକୁ ଯିବ ସେତେବେଳେ ଚାଷୀ ଚିନ୍ତା ଥିଲାବେଳେ ଏହାକୁ ନେଇକି ବଡ଼ ବିଡ଼ମ୍ବନା ସୃଷ୍ଟି ହୋଇଛି। ପ୍ରତି ବହୁ ସମୟରେ ବିଭାଗଠୁ ଧରିକି ପ୍ରଶାସନ ସ୍ତରରେ ତର୍ଜମା ଚାଲିଛି ଚାଷୀମାନଙ୍କୁ କେମିତି କ୍ଷତିପୂରଣ ଦିଆହେବ। ଆମ ସହିତ ଆଜି ଏ କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି ପୁରୀ ନିମାପଡ଼ା କେନ୍ଦ୍ର ସମବାୟ ବ୍ୟାଙ୍କର ପ୍ରେସିଡେଣ୍ଟ ଅଛନ୍ତି। ସିଧାସଳଖ ସାର ସହିତ ଆଲୋଚନା କରିବା ଚାଷୀମାନଙ୍କର କ୍ଷତି କେମିତି ପାଇବେ, କେମିତି ସେ ମଣ୍ଡିକି ଧାନ ନେବେ, ଏ କାର୍ଯ୍ୟକ୍ରମ ସାର୍ କ'ଣ କହୁଛନ୍ତି ସିଧାସଳଖ କଥାବାର୍ତ୍ତା। ସାର୍ ଦେଖନ୍ତୁ ଆଜିର କାର୍ଯ୍ୟକ୍ରମ ସ୍ୱାଗତ କରାଯାଉ। ସାର୍ ଦେଖନ୍ତୁ ଅଦିନିଆ ବର୍ଷା ଚାଷୀର ମେରୁଦଣ୍ଡକୁ ଭାଙ୍ଗି ଦେଇଛି। ଆପଣ ମଧ୍ୟ ବିଭିନ୍ନ ପ୍ରକାର ଅଞ୍ଚଳ ବୁଲୁଛନ୍ତି, ଚାଷୀ ସହିତ ଭେଟୁଛନ୍ତି। କ'ଣ ସାର୍ ସରକାରଙ୍କ ତରଫରୁ ପଦକ୍ଷେପ ନିଆଯାଇଛି ଚାଷୀମାନଙ୍କ ସ୍ଥିତିକୁ ନେଇକରି? ବର୍ତ୍ତମାନ ଯେଉଁ ଅଦିନିଆ ବର୍ଷା ହେଇଛି କେବଳ ପୁରୀ ଜିଲ୍ଲା ନୁହେଁ, ଏଥିରେ ସାରା ଓଡ଼ିଶା ଆଫେକ୍ଟେଡ୍ ହେଇଛି। ଆପଣମାନେ ଜାଣନ୍ତି ବର୍ତ୍ତମାନ ସମ୍ପୂର୍ଣ୍ଣ ଚାଷୀ କୂଳର ମେରୁଦଣ୍ଡ ଭାଙ୍ଗି ଯାଇଛି କହିଲେ ଅତ୍ୟୁକ୍ତି ହେବ ନାହିଁ। କାରଣ ଠିକ୍ ସମୟରେ ଅଦିନିଆ ବର୍ଷା ଆସି ପହଞ୍ଚିଛି, ଯାହାଦ୍ୱାରା କି ପ୍ରତ୍ୟେକ ଚାଷୀଙ୍କର କିମ୍ବା ବଡ଼ ଚାଷୀ କିମ୍ବା ଛୋଟ ଚାଷୀ ସମସ୍ତଙ୍କର କ୍ଷତି ଘଟିଛି। ପ୍ରଭୁ ଜଗନ୍ନାଥଙ୍କୁ ମୁଁ ଏତିକି ପ୍ରାର୍ଥନା କରିବି ଏହି ଦୁଃଖ ସମୟରେ ଚାଷୀକୁ ସହାୟ ହୁଅନ୍ତୁ। ଆପଣ ଜାଣିଛନ୍ତି ଏହି ନିକଟରେ ଆମର ସତ୍ୟବାଦୀ ନିର୍ବାଚନ ମଣ୍ଡଳୀରେ ଗୋଟିଏ ଚାଷୀ ତା ବିଲ ମୁଣ୍ଡରେ ଯାଇ ପହଞ୍ଚି ଯେତେବେଳେ ତାର କ୍ଷୟକ୍ଷତି ଦେଖିଛି, ସେ ସମୟରେ ସେ ହତବାକ ହେଇ ହଠାତ୍ ହାର୍ଟ ଚୋକ୍ରେ ମଧ୍ୟ ଦେହାନ୍ତ ଘଟିଛି। ତେଣୁ ଅନ୍ୟ କୌଣସି ଚାଷୀକୁ ଏଭଳି ଦୁଃଖ ନ ଦିଅନ୍ତୁ, ପ୍ରଭୁ ଜଗନ୍ନାଥଙ୍କ ନିକଟରେ ମୁଁ ପ୍ରାର୍ଥନା କରୁଛି। ଆପଣ ଜାଣନ୍ତି ଚାଷୀ ଋଣ ଆକାରରେ ଟଙ୍କା ନେଇ କିମ୍ବା କୁଆଡ଼ୁ କ'ଣ କରଜଦାମ କରି ତାର ଚାଷ କରିଥାଏ। ଏହି ସମୟ ହେଉଛି ତାର ଅମଳର ସମୟ। ସେହି ସମୟରେ ବର୍ତ୍ତମାନ ବର୍ଷା ଆସି ପ୍ରଭୂତ କ୍ଷତି ଘଟିଛି। ତେଣୁ ଚାଷୀର ମନୋବଳ ସମ୍ପୂର୍ଣ୍ଣ ଭାଗି ଯାଇଛି। ଆପଣଙ୍କ ଜରିଆରେ ମୁଁ ସରକାରଙ୍କୁ ନିବେଦନ କରିବି, ଆମର ସରକାରୀ ସ୍ତରରେ ଯେଉଁ ବିଧି ବ୍ୟବସ୍ଥା ଅଛି, ରାଜସ୍ୱ ବିଭାଗ, କୃଷି ବିଭାଗ ଏବଂ ଷ୍ଟାଟିଷ୍ଟିକାଲ ତିନୋଟି ବିଭାଗ ଫିଲ୍ଡ ବୁଲି ଆକଳନ କରି ତାର ପରସେଣ୍ଟେଜ ସରକାରଙ୍କ ପାଖରେ ଅବଗତି କରେଇଲେ ସରକାରୀ ସ୍ତରରେ ନିଷ୍ପତ୍ତି ନେଇ ତା ଘୋଷଣା କରାଗଲେ ଇନ୍ସୁରାନ୍ସ ତରଫରୁ ଚାଷୀ ସହାୟତା ରାଶି ପାଇବେ। ସାର୍ ଦେଖନ୍ତୁ ସମବାୟ ସମିତି ତରଫରୁ ଏ ବର୍ଷ କେତେ ଟାର୍ଗେଟ କରାଯାଇଛି, କେତେ ସୋସାଇଟି ଏବଂ କେତେ ଚାଷୀ ବର୍ତ୍ତମାନ ଋଣ କରିଛନ୍ତି, ସେମାନଙ୍କ ପାଇଁ କ'ଣ ରହିଛି ବର୍ତ୍ତମାନ? ଋଣ କରିବା ପାଇଁ ସ୍ୱତନ୍ତ୍ର ଆମର କିଛି ବ୍ୟବସ୍ଥା ନାହିଁ। ଯେଉଁ ଚାଷୀ ବର୍ତ୍ତମାନ ପୁରୀ ଜିଲ୍ଲାରେ ଆମର ପଞ୍ଜୀକୃତ ଚାଷୀମାନଙ୍କର ସଂଖ୍ୟା ହେଉଛି 1.5 ଲକ୍ଷରୁ ଉର୍ଦ୍ଧ୍ୱ। କେନ୍ଦ୍ର ସମବାୟ ସମିତି ଜରିଆରେ ସେମାନେ ତାଙ୍କର ନାମ ପଞ୍ଜୀକୃତ କରିଛନ୍ତି ଏବଂ ସେଥିରୁ 1 ଲକ୍ଷ ଚାଷୀରୁ ଅଧିକା ଚାଷୀ ଆମଠାରୁ ଋଣ ଆକାରରେ ପାଖାପାଖି 300 କୋଟିରୁ ଅଧିକା ଟଙ୍କା ସେମାନେ ଋଣ ଆକାରରେ ଗ୍ରହଣ କରିଛନ୍ତି। ତେଣୁ ଏହି ଫସଲ ଅମଳ ସରିଲେ ଏଥର ତ ବହୁତ କ୍ଷତି ଘଟିଛି, ଚାଷୀମାନଙ୍କର ପ୍ରଭୂତ କ୍ଷତି ହେବ। ତେଣୁ ସରକାର ତାଙ୍କର ଲେବୁଲରେ ଯତ୍ପରୋନାସ୍ତି ଚେଷ୍ଟା କରୁଛନ୍ତି କିଭଳି ଚାଷୀ କ୍ଷତିପୂରଣ ତାର ପାଇପାରିବ, ଇନ୍ସୁରାନ୍ସ ଜରିଆରେ ପାଇପାରିବ। ଆହୁରି ମଧ୍ୟ ମୁଁ ଆପଣଙ୍କ ଜରିଆରେ ଆହୁରି ଗୋଟିଏ ତଥ୍ୟ ଦେବା ପାଇଁ ଚାହୁଁଛି, ଯଦି ସରକାର କେବଳ ପରସେଣ୍ଟେଜ ଘୋଷଣା କରିଦେଇ ରହିଯାଆନ୍ତି ତେବେ ଚାଷୀଟି ତାର ଋଣ ଶୁଝିବା ପାଇଁ ମଧ୍ୟ ସକ୍ଷମ ହେବ ନାହିଁ। ସେ ପରିଶ୍ରମ କରି ଗୋଟିଏ ବର୍ଷରୁ ଯେଉଁ ଋଣ ପରିଶୋଧ କଲା ପରେ ବଳକା ଲାଭ ଅର୍ଥରେ ତା ପରିବାରକୁ ଭରଣ ପୋଷଣ କରିବା ପାଇଁ ଲକ୍ଷ୍ୟ ରଖିଥିଲା, ସେ ତା ବି ଇନ୍ସୁରାନ୍ସ ମାଧ୍ୟମରେ ପାଇପାରିବ ନାହିଁ। ଇନ୍ସୁରାନ୍ସ ମାଧ୍ୟମରେ କେବଳ ଯେତିକି ଟଙ୍କା ମଞ୍ଜୁର କରାଯାଇଥାଏ ତାହାରି ଇନ୍ସୁରାନ୍ସ କରାଯାଇଥାଏ। ତେଣୁ ଇନ୍ସୁରାନ୍ସ ଘୋଷଣା କଲେ ଚାଷୀ କେବଳ ସେତିକି ପାଇବ ଯାହା ସେ ଋଣ ଆକାରରେ ଆଣିଥିଲା। ତେଣୁ ନିଶ୍ଚିତ ଭାବରେ ମୁଁ ନିବେଦନ କରିବି ସରକାରଙ୍କୁ ଏଥିପ୍ରତି ଗୁରୁତ୍ୱ ଦେଇ ଋଣ ଶୁଝିବା ବାଦ ଚାଷୀକୁ କିଛି ଆର୍ଥିକ ସହାୟତାର ହାତ ବଢ଼ାଇବାକୁ ପଡ଼ିବ ତାର ଆଗାମୀ ଦିନ ତା ପରିବାର ଭରଣ ପୋଷଣ ପାଇଁ। ତତ୍ସହିତ ଏହି ଧାନ ଫସଲ କାଟିଲା ପରେ ଆଗକୁ ଯେଉଁ ଫସଲ ସେ କରିବ ସେଇ ଫସଲକୁ କରିବା ପାଇଁ ମଧ୍ୟ ତାକୁ କିଛି ଇନପୁଟ ସବସିଡି ଆକାରରେ ସାହାଯ୍ୟ ଆକାରରେ ଏବଂ ବିହନ ମାଗଣା ଯୋଗାଇ ଦେଲେ ଚାଷୀ ନିଶ୍ଚିତ ଭାବରେ ସରକାରଙ୍କ ତରଫରୁ ଉପକୃତ ହେବ, ଏହା ମୁଁ ନିଶ୍ଚିତ ଆଶା ରଖି। ଶେଷ ପ୍ରଶ୍ନ ସାର୍, ସରକାର କହୁଛନ୍ତି ଏଫେକ୍ଟିଭ ଧାନ ନେବେ, ବର୍ତ୍ତମାନ ଯେଉଁ ଗଜା ହେଇଯାଇଛି ଧାନର ମାନ କମି ଯାଉଛି, କେମିତି କ'ଣ କରାଯିବ ଚାଷୀର ସୁବିଧାରେ ସେ ଧାନ ତାର ମଣ୍ଡିରେ ନେଇପାରିବ ଏବଂ ମଣ୍ଡିରେ ମିଲର ମାନେ କ'ଣ ପଦକ୍ଷେପ ନେବେ? ଏହି ଅଦିନିଆ ବର୍ଷାକୁ ଏକ ଜାତୀୟ ବିପତ୍ତି ଭାବରେ ଧରିବାକୁ ପଡ଼ିବ, କାରଣ ସାରା ଓଡ଼ିଶାର ଚାଷୀ ଏଥିରେ ଆଜି ଆଫେକ୍ଟେଡ୍ ହେଇଛନ୍ତି। ତେଣୁ ସରକାର ମଧ୍ୟ ଚିନ୍ତା କରିଛନ୍ତି, ମନ୍ତ୍ରୀ ଘୋଷଣା କରିଛନ୍ତି ଯେଉଁ FAQ ମାନରେ ଟିକେ କୋହଳ କରି ଚାଷୀର କେମିତି ଧାନ ସବୁ ବିକ୍ରି ହେଇପାରିବ, ଏଥି ନିମନ୍ତେ ଆମର ପୁରୀ ଜିଲ୍ଲାରେ 237ଟି ସମବାୟ ସମିତି ଥିଲେ ମଧ୍ୟ 180ରୁ ଉର୍ଦ୍ଧ୍ୱ ଜାଗାରେ ମଣ୍ଡିର
ବ୍ୟବସ୍ଥା କରାଯାଇଛି। ଚାଷୀମାନେ କିଭଳି ସୁରୁଖୁରୁରେ ଧାନ ତାଙ୍କର ବିକ୍ରି କରିପାରିବେ, ତାର ପ୍ରାପ୍ୟ ସେ ପାଇପାରିବେ, ସେଥିପାଇଁ ଯତ୍ପରୋନାତି ଚେଷ୍ଟା କରାଯିବ। କିନ୍ତୁ ବର୍ତ୍ତମାନ ସେବା ସମବାୟ ନିମାପଡ଼ାର ପ୍ରେସିଡେଣ୍ଟ ଯାହା ଉତ୍ତର ରଖୁଥିଲେ, ତେଣୁ ସରକାର ବର୍ତ୍ତମାନ ଚେଷ୍ଟା ଜାରି ରଖିଛନ୍ତି ଚାଷୀ କେମିତି ତାର କ୍ଷତିପୂରଣ ପାଇବ ଏବଂ ସୋସାଇଟି ମାଧ୍ୟମରେ ଧାନ କେମିତି ଏଫିକ୍ୟୁ ମାନର କୋହଳ କରାଯିବ ତା ପାଇଁ ମଧ୍ୟ ଚେଷ୍ଟା ଜାରି ରଖିଛି। ଆମେ ଆଶା ରଖିଛୁ ସରକାରଙ୍କ ଯେଉଁ ପଦକ୍ଷେପ ନିଅନ୍ତି ତାହା ଯଦି ସଠିକ ଭାବରେ କାର୍ଯ୍ୟ କରିବେ ଚାଷୀ ତାର ପ୍ରାପ୍ୟ ପାଇବାରେ ବଞ୍ଚିତ ହେବ ନାହିଁ। ପୁରୀ ଜିଲ୍ଲା ପିପିଲିରୁ ପ୍ରତାପ ବାରିକ, MBC TV।